ମହାପୁରୁଷ ଯୋଉ ଲେଖିକି ଯୋଉ ନିର୍ଘଣ୍ଟ ଲେଖିଛନ୍ତି, ଯୋଉ ଯୋଉ ସମୟ ଦେଇଛନ୍ତି, ଯୋଉ ତାରିଖ ଦେଇଛନ୍ତି, ଯୋଉ ମାସ ଦେଇଛନ୍ତି, ତାର ସମୟ ସୀମା ଏମାନେ ନିର୍ଦ୍ଧାରଣ କରିପାରି ନାହାନ୍ତି, ଯାହାଦ୍ୱାରା କି ତାଙ୍କ କହିବା ସବୁ ଭୁଲ ହେଇଯାଉଛି। ହଁ, ଗୋଟା କହିଥିଲେ 26 ତାରିଖରୁ 3 ତାରିଖ ଭିତରେ ଅନ୍ଧାର ହବ। ବର୍ତ୍ତମାନ ତ ଖରା ଯେ କହିଲ ଏଇ ତ ଆଜି ଆସିକିରି ହେଲାଣି 1 ତାରିଖ ହେଲାଣି, ଆଉ 2 ଦିନ ଖରା ଯେ ବାହାରି ହଉନି। ତେଣୁ ଇଏ ସବୁ ଜିନିଷ, ଏଗୁଡ଼ା ସବୁ ଭୁଲ ଜିନିଷ। କେମିତି କହିଛନ୍ତି, ସବୁବେଳେ କହୁଥିବେ ଇଏ କିଛି ହେଇନି, ଏଇ ହବନି, ଅମକ ହବନି, କିନ୍ତୁ ଏମିତି ସମୟରେ ସେ ହେଇଯିବ, ତମେ ବସିବା ଜାଗାରୁ ଉଠି ପାରିବନି। ତମେ କହିବ କଣ, ଲୋକଙ୍କୁ ସଚେତନ କରିବ କଣ? ଅଚ୍ୟୁତ ଲେଖିଲେ ମୋ ଠାରୁକୁ ଦେବତା ବଣା ହେବେ, ମଣିଷ କଣ ବୁଝିବେ ୟାକୁ? ତେଣୁ ସେ ଠାରୁକୁ ବୁଝିଲା ଭଳି ଶକ୍ତି ଆମର ହେଇନି। ମାଳିକା ସତ୍ୟ ନା ମିଥ୍ୟା? ମାଳିକା ସମ୍ପୂର୍ଣ୍ଣ ସତ୍ୟ। ଆଜ୍ଞା ଦେଖନ୍ତୁ, ବର୍ତ୍ତମାନ ମାଳିକାକୁ ନେଇ ଯୋଉ ପ୍ରକାର ଉଦ୍ଭଟ ପ୍ରଚାର ଚାଲିଛି, ଯୋଉ ପ୍ରକାର ସବୁ ବର୍ତ୍ତମାନ ସମାଜରେ ଲୋକମାନଙ୍କୁ ମିଛ ସତ କହିକି ଯୋଉ ପ୍ରକାର ଯେ 7 ଦିନ 7 ରାତି ଅନ୍ଧାର ହେଇଯିବ ଏବଂ କଳ୍କି ଜନ୍ମ ହେଇଗଲେଣି, ଅଚ୍ୟୁତ ଜନ୍ମ ହେଇଗଲେଣି, এই ପ୍ରକାର ଯୋଉ ପ୍ରଚାର ସବୁ ଚାଲିଛି ସମାଜରେ, ଲୋକମାନଙ୍କୁ ଭ୍ରମିତ କରାଯାଉଛି, ଲୋକମାନଙ୍କୁ ସବୁ ବିଭିନ୍ନ ପ୍ରକାର ସବୁ ମାନେ କହିକି ତାଙ୍କର ମାନସିକ ଯୋଉ ବିଚାର ଅଛି ତାକୁ ମଧ୍ୟ ପ୍ରକାର ମାନେ ଖରାପ ରାସ୍ତାକୁ ମଧ୍ୟ ନିଆଯାଉଛି। ବାସ୍ତବିକ ଅଚ୍ୟୁତାନନ୍ଦ ମହାପୁରୁଷ କଣ ମାଳିକା ଲେଖିଥିଲେ ଏଇ ପ୍ରକାର ଉଦ୍ଭଟ ପ୍ରଚାର କରିବା ପାଇଁ, ନା ଲୋକମାନଙ୍କୁ ଠିକ ସତ୍ମାର୍ଗରେ ପରିଚାଳିତ କରିବା ପାଇଁ ଯୋଉ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକା ଲେଖିଥିଲେ? ବାସ୍ତବିକ ମାଳିକା ସତ୍ୟ ନା ଏମାନେ ଯୋଉ ପ୍ରଚାର କରୁଛନ୍ତି ଏମାନେ ବାସ୍ତବିକ ୟାର କିଛି ଯଥାର୍ଥତା ନାହିଁ, କେବଳ ରୋଜଗାର କରିବା, ଇନକମ କରିବା ବା ମିଛ ପ୍ରଚାର କରିବା ପାଇଁ ଏମାନେ କରୁଛନ୍ତି? କଣ ତାକୁ କହିବା? ଜୟ ଜଗନ୍ନାଥ। ଶୁଣନ୍ତୁ ଆଜ୍ଞା, ମହାପୁରୁଷଙ୍କର ଯୋଉ ମାଳିକା ସେ କେବେ ମିଥ୍ୟା ନୁହେଁ। ଆଜ୍ଞା, ସେ ମାଳିକା ଯାହା ଲେଖିଛନ୍ତି ଗୋଟିଏ ଅକ୍ଷର ତା ଦେହରୁ ଭୁଲ ହବନି। କି ବର୍ତ୍ତମାନ ଏଇ ଯୋଉ ସାଧୁ ସନ୍ଥ ସେ ବାବଦରେ କହୁଛନ୍ତି, ସିଏ ବି ମିଛ କହୁନାହାନ୍ତି। ମହାପୁରୁଷଙ୍କର ଲେଖା ଠିକ, ତାଙ୍କ କହିବା ବି ଠିକ। କାହିଁକି ନା ସେ ଲେଖାକୁ ଇଏ ଅଧ୍ୟୟନ କରିଛନ୍ତି, ସେ ଯାହା ଲେଖିଛନ୍ତି ଇଏ ତାକୁ ଅଧ୍ୟୟନ କରିଛନ୍ତି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ମହାପୁରୁଷ ଯୋଉ ଲେଖିକି ଯୋଉ ନିର୍ଘଣ୍ଟ ଲେଖିଛନ୍ତି, ଯୋଉ ଯୋଉ ସମୟ ଦେଇଛନ୍ତି, ଯୋଉ ତାରିଖ ଦେଇଛନ୍ତି, ଯୋଉ ମାସ ଦେଇଛନ୍ତି, ତାର ସମୟ ସୀମା ଏମାନେ ନିର୍ଦ୍ଧାରଣ କରିପାରି ନାହାନ୍ତି, ଯାହାଦ୍ୱାରା କି ତାଙ୍କ କହିବା ସବୁ ଭୁଲ ହେଇଯାଉଛି। କିନ୍ତୁ ସେଇ ଯୋଉ ଅଙ୍କ ଦେଇଛନ୍ତି, ଯୋଉ ସାଲ ଦେଇଛନ୍ତି ବା ଯୋଉ ମସିହା ଦେଇଛନ୍ତି, ଯାହା ସେ ମହାପୁରୁଷ ଦେଇଛନ୍ତି, ଏମାନେ ତାକୁ ଠିକ ନିର୍ଣ୍ଣୟ କରିପାରୁନାହାନ୍ତି। ପଢୁଛନ୍ତି, ଶାସ୍ତ୍ର ଲେଖା ହେଇ ରହିଛି, କୋଟି କୋଟି ଲୋକ ପଢୁଛନ୍ତି, ହଜାର ହଜାର ଲକ୍ଷ ଲକ୍ଷ ସାଧୁ ପଢୁଛନ୍ତି, ସମସ୍ତେ ପଢୁଛନ୍ତି, ସମସ୍ତେ କହୁଛନ୍ତି। ଆପଣ ଦେଖୁଥିବେ ଏ ବାତ୍ୟା ପରେ 19 ମସିହା ବାତ୍ୟା ପରେ ମାଳିକା ଆଗରୁ କଣ ଲୋକ ଜାଣୁନଥିଲେ, ସମସ୍ତେ ଜାଣନ୍ତି ଗୋଟେ ମାଳିକା ଅଛି, କିନ୍ତୁ ପୁଙ୍ଖାନୁପୁଙ୍ଖ ଭାବେ ତାକୁ ତର୍ଜମା କରିକି ଲୋକଲୋଚନକୁ ଆଣିବା ଏବେ ହେଇନଥିଲା। 19 ମସିହା ପୂର୍ବରୁ ହେଇନଥିଲା। ବାତ୍ୟା ପରେ ଗୋଟେ ଲୋକଙ୍କ ମନରେ ଗୋଟେ ଭୟ ଆସିଲା, ପ୍ରକୃତିର ଗୋଟେ ଏଇଭଳି ଗୋଟେ କରାଳ ରୂପ ଅଛି, ଯାହା ଦ୍ୱାରା କି ସେ ଯେତେବେଳେ ଯାହା ଚାହିଁବ ସେ ସବୁ ମାନେ ସେ ସବୁ ନଷ୍ଟ କରିପାରିବ, ତାର ଏତେ ଦୂର ପାୱାର। ତେଣୁକରି ସେଇ ଭୟଟା ଲୋକଙ୍କ ହୃଦୟରେ ଯେତେବେଳେ ସ୍ଥାନ ପାଇଲା, ଇଏ ମାଳିକାଟା ବି ସେତିବେଳିଆ ତାଙ୍କ ହୃଦୟରେ ସ୍ଥାନ ପାଇଲା। କାରଣ ଭବିଷ୍ୟତ ଜିନିଷ ଗୁଡାକ ଆଧିରେ ସବୁ ମହାପୁରୁଷ ଲେଖି ଲେଖି ଯାଇଛନ୍ତି। ଯେତେବେଳେ ଗୋଟିଏ ଇନସିଡେଣ୍ଟ ହେଲା, ଯେତେବେଳେ ଦେଖିଲେ ଏତେ ବଡ ଭୟାବହ ଇଏ ସୃଷ୍ଟି ହେଲା, ତେଣୁ ପ୍ରକୃତରେ ଇଏ ଜିନିଷ ଠିକ 19 ମସିହା ବାତ୍ୟା କଥା ଲେଖା ହେଇଥିଲା ମାଳିକାରେ। ତେଣୁ ସେ ହେଇଗଲା, ସେଟା ଯେତେବେଳେ ଗୋଟେ ହେଇଗଲା, ତାପରେ ସେଠୁ ସେଇ ଜିନିଷକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଚାଲିଲା। ଆରେ ଚାଲିଲା, ଠିକ କଥା, କିଛି କଥା ନାହିଁ। ତମେ ଯୋଉ ନିର୍ଘଣ୍ଟ ସବୁ କହି ଦଉଛ, ଅମକ ଦିନର ଅମକ ହବ, ଅମକ ଦିନ ଏଇଆ ହବ, ଏତେ ଅମକ ହେଇଯିବ, ଏଗୁଡାକ ସବୁ କହିବା ଦ୍ୱାରା ଲୋକଙ୍କ ମାନେ ଭୟ ଭ୍ରାନ୍ତି ସୃଷ୍ଟି ହଉଛି। ଦ୍ୱିତୀୟତଃ ନହେଲା ବେଳକୁ ଲୋକଙ୍କର ତମେ ଆକ୍ରୋଶରେ ପଡିଯାଉଛ, ଲୋକ ତମକୁ ମାନେ ଭୁଲ କହୁଛନ୍ତି, ଲୋକ ତମକୁ ନିନ୍ଦା କରୁଛନ୍ତି। ଯେମିତି କୁହାଯାଇଥିଲା କି 8 ଦିନ ପୂର୍ବରୁ, ହଁ, ଗୋଟା କହିଥିଲେ 26 ତାରିଖରୁ 3 ତାରିଖ ଭିତରେ ଅନ୍ଧାର ହବ। ବର୍ତ୍ତମାନ ତ ଖରା ଯେ କହିଲ, ଏଇ ତ ଆଜି ଆସିକିରି ହେଲାଣି 1 ତାରିଖ ହେଲାଣି, ଆଉ 2 ଦିନ ଖରା ଯେ ବାହାରି ହଉନି। ତେଣୁ ଇଏ ସବୁ ଜିନିଷ, ଏଗୁଡା ସବୁ ଭୁଲ ଜିନିଷ। ପ୍ରକୃତ ମାଳିକା ଠିକ, ଆଉ ଆକୁ ଅଧ୍ୟୟନ କରି ଯୋଉ ସାଧୁ ସନ୍ଥ ଯିଏ ପ୍ରବଚକ ଯିଏ ଯାହା କହୁଛନ୍ତି ସିଏ ବି ଠିକ, କିନ୍ତୁ
ସେଇ ଜିନିଷଟା କହୁଛନ୍ତି, କିନ୍ତୁ ତାର ପ୍ରକୃତ ସମୟକୁ ଏମାନେ ଜାଣିନାହାନ୍ତି। ଯେମିତି କିଛି ଲୋକ କହୁଛନ୍ତି ଅଚ୍ୟୁତାନନ୍ଦ ଜନ୍ମ ହେଇଗଲେ, କଳ୍କି ଜନ୍ମ ହେଇଗଲେ, ଜଗନ୍ନାଥ ଆରେ କଣ ତା ତ କିଛି ବର୍ତ୍ତମାନ ଜନ୍ମ ହବାର ସେମିତି ସମୟ କିଛି ନାହିଁ। ଶୁଣନ୍ତୁ, ଲେଖା ହେଇଛି କଳି ଶେଷରେ ସବୁ ବିଭିନ୍ନ ଜାଗାରେ ସବୁ ଯଜ୍ଞ ହବ, ରାସ ହବ। ହେଲେ ଏଇଗୁଡାକ କଳିର ଶେଷ ସମୟ ବୋଲି ତମେ ଜାଣିବ। ମାଳିକାରେ ଲେଖା ହେଇଛି, ତାକୁ ଆମେ ପଢିଲୁ। ପଢିଲା ପରେ ସେଉଠୁ ସେଇ ଜାଗାରେ ଯାଇକି ସେଇ କାର୍ଯ୍ୟଟି ଆରମ୍ଭ କରିଦେଲୁ। ଲୋକ ଲୋଚନକୁ ଆସିଲା, ନାଇଁ ରେ ମାଳିକାରେ ଲେଖା ହେଇଥିଲା, ଏ ସମୟ ହେଇଗଲା କି ଆସିକିରି। ସେଉଠୁ ଆସିଲେ, ଆସିକି ଲୋକ ସେଠି ପହଞ୍ଚିଲେ, ଗୋଟେ ଭୟରେ ଭକ୍ତିରେ ଆସିକି ପହଞ୍ଚିଗଲେ। ତମର ସେଠି ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଲା, ବା ସେ ହୋ ହାଲା ହେଲା। ଦେଖିଲା ବେଳକୁ ବାସ ସେ ଜିନିଷ କିଛି ନୁହଁ। ତା ସମୟ ଯେତେବେଳେ ହବ, ସେତେବେଳେ ସେ ନୋହିଲା ନୋହିଲା ସମସ୍ତେ କହୁଥିବେ, ହେଲା ବେଳେ କେହି ଜାଣିନପାରିବେ। ସେମିତି କହିଛନ୍ତି, ସବୁବେଳେ କହୁଥିବେ ଇଏ କିଛି ହେଇନି, ଏଇ ହବନି, ଅମକ ହବନି। କିନ୍ତୁ ଏମିତି ସମୟରେ ସେ ହେଇଯିବ, ତମେ ବସିବା ଜାଗାରୁ ଉଠି ପାରିବନି। ତମେ କହିବ କଣ, ଲୋକଙ୍କୁ ସଚେତନ କରିବ କଣ? ଏ ଜିନିଷ ହଉଛି ଏଇଆ। ତେଣୁକରି ସବୁବେଳେ ମନେ ରଖିଥିବ, ଭବିଷ୍ୟତ ଯୋଉ ଲେଖା ହେଇଛି ସେଟା ପୁରା ସମ୍ପୂର୍ଣ୍ଣ ସତ୍ୟ। ତାକୁ କିନ୍ତୁ ଆମେ ତାର ନିର୍ଘଣ୍ଟ ନ ଜାଣିପାରିବାରୁ ଆମେ ସେ ସମୟକୁ ଧରି ପାରୁନୁ। ଯେତେ ସବୁ ସାଧୁ ସନ୍ଥ ବର୍ତ୍ତମାନ ଏ ବାବଦରେ କହି 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 ଗଲେଣି, ଆସିକିରି ଏଠି 25 ବର୍ଷ ହେଲାଣି। 25 ବର୍ଷ ଭିତରେ କୋଉ ଲୋକଟାର କୋଉ କଥାଟା ଗୋଟିଏ ଠିକ ହେଇଛି କହିଲ ମତେ? ଘଟଣା ଯଦି ହେଇଛି ପୂର୍ବରୁ ହେଇଛି, ନହେଲେ ପରେ ହେଇଛି। ଯୋଉ ଲୋକ କହିଛି ସେ ଲୋକ ସେ ଜମା ବିଲକୁଲ ସେ ସମୟ ଲେଖିଛିନି, ମୋ ଅଚ୍ୟୁତ ଲେଖିଲେ ମୋ ଠାରୁକୁ ଦେବତା ବଣା ହେବେ, ମଣିଷ କଣ ବୁଝିବେ ଆକୁ। ତେଣୁ ସେ ଠାରୁକୁ ବୁଝିଲା ଭଳି ଶକ୍ତି ଆମର ହେଇନି। ଆଉ ସେ ଠାରୁକୁ ଯିଏ ବୁଝିବେ, ସେ ସେଇଭଳି ଯୋଗ ଜନ୍ମା ପୁରୁଷ ଜନ୍ମ ହେବେ। ସେ ସମୟକୁ ସିଏ ବାହାରିବେ। ବାହାରିକିରି ଏ ଜିନିଷକୁ ସେମାନେ ଲେଖିଛନ୍ତି। ସବୁ କେତେ ଜାଗାରେ ସବୁ ଧନ ରହିଛି, ବହୁତ ଜାଗାରେ ପୋତା ଧନ ଅଛି ଲେଖା ହେଇଛି। ସେ ପୁଣି ଲେଖିଛନ୍ତି, ସହଦେବ ଜନ୍ମ ହେଇକି ସେ ଧନକୁ ସବୁ ଉଦ୍ଧାର କରିବେ। ଦେବନାଗରୀ ଲେଖା ହେଇଛି, ତାକୁ କେହି ପଢି ପାରୁନାହାନ୍ତି। ସହଦେବ ଜନ୍ମ ହେବେ, ସେ ଦେବନାଗରୀ ପଢିକି ସେ ଧନ ଯାକ ସବୁ ଉଦ୍ଧାର କରିବେ, ଭକ୍ତମାନଙ୍କୁ ପ୍ରଭୁ ବାଣ୍ଟିବେ ଶେଷ ସମୟରେ। ତାହେଲେ ସହଦେବ କଣ ଜନ୍ମ ହେଇକିରି କୋଉଠି କଣ ହେଲେଣି ଆମେ ଜାଣିଛେ? ଲୋକ ସହଦେବ ଖୋଜୁଛନ୍ତି ଯେ ତାଙ୍କୁ ଧରିଲେ ଆମେ କିଛି ପଇସା ପାଇଯିବୁ। ବୁଝିପାରୁନା। ଜଣେ କହିଲା ସହଦେବ ଅମକ ଜାଗାରେ ଜନ୍ମ ହୋଇଛନ୍ତି, ଆଉ ମୁଁ ତାଙ୍କୁ ଦେଖିଦେଇଛି, ସେ ଖୋଲିବେ ସେ ଯୋଉ ଧନିଆ ପାହାଡରେ ଧନ ଅଛି, ତାକୁ ବାହାର କରିବେ, ମୁଁ ସହଦେବଙ୍କୁ ଜାଣିଦେଇଛି। ଯୁଧିଷ୍ଠିର ଜନ୍ମ ହେବେ କଟକ କଟିରେ ଲେଖା ହେଇଛି। କଟକ ତ ଆମର ଏଇଟା କଟକ ଜିଲ୍ଲା, ତେଣୁ ଆମେ ତ କଟକ ଲୋକ। ଆମେ କଣ ଯୁଧିଷ୍ଠିରଙ୍କୁ ରାତି ପାଇଲେ ଦେଖୁଛୁ? କହୁନା। ଆମେ ଯଦି ଗୋଟେ କାହାକୁ ଧରିକିରି କହିବା ଇଏ ଯୁଧିଷ୍ଠିର ହେଇଛିନି, ଇଏ ଜନ୍ମ ହେଇଛିନି, ଇଏ ସବୁ ଇଏ କରିବେ, ସିଏ କରିବେ, ଇଏ ଜିନିଷ ଯାହା ଇଏ ବର୍ତ୍ତମାନ ଇଏ ଭବିଷ୍ୟ କହିବା ସେଇଆ। ଆ ଦେହରେ କିଛି ସିଓରିଟି ନାହିଁ। ମାଳିକା ସତ୍ୟ ନା ମିଥ୍ୟା? ମାଳିକା ସମ୍ପୂର୍ଣ୍ଣ ସତ୍ୟ। ମାଳିକା ସମ୍ପୂର୍ଣ୍ଣ ସତ୍ୟ। ମାଳିକା ଯଦି ସମ୍ପୂର୍ଣ୍ଣ ସତ୍ୟ, ଅଚ୍ୟୁତାନନ୍ଦ ମହାପୁରୁଷ ଯଦି କହିଲେ ଯେ ପୂର୍ବର ସୂର୍ଯ୍ୟ ପଶ୍ଚିମରେ ଉଦୟ ହବ, କିନ୍ତୁ ମୋର ବାକ୍ୟ କେବେ ଅଟଳ ହବ ନାହିଁ, କି ସୀତା ଠାକୁରାଣୀ ଅସତୀ ହେଇଯିବେ, କିନ୍ତୁ ଦେଖିଲା ମୋର ବାକ୍ୟ ଟଳିବ ନାହିଁ। ପର୍ବତ ଶିଖରେ ପଦ୍ମ ଫୁଟିବ, କିନ୍ତୁ ହେଲେ ମୋର ବାକ୍ୟ ଟଳିବ ନାହିଁ। ଯଦି ଅଚ୍ୟୁତାନନ୍ଦ ମହାପୁରୁଷ ଏତେ ବଡ ବଡ କଥା କହିପାରିଲେ, ତାମାନେ ତାଙ୍କର କଥା ସତ୍ୟ। ସେ ଆଉ ମଧ୍ୟ କହିଛନ୍ତି, ବଡ ବଡ ମଧ୍ୟ ବିଦ୍ୱାନ ଜ୍ଞାନୀ ଗୁଣୀ ମାନେ ମଧ୍ୟ ବାଟବଣା ହେବେ। କିନ୍ତୁ ଆଜି ବର୍ତ୍ତମାନ ସେଇ ପ୍ରକାର ପରିସ୍ଥିତି ସୃଷ୍ଟି ହଉଛି। ମୋ କହିବା କଥା, ଯଦି ଅଚ୍ୟୁତାନନ୍ଦ ମହାପୁରୁଷ ସିଏ ପ୍ରଭୁଙ୍କର ଅଂଶ ବିଶେଷ, ଜଗନ୍ନାଥଙ୍କର ଅଂଶ ବିଶେଷ, ଜଗନ୍ନାଥ ଜାଣିଛନ୍ତି କେତେବେଳେ କଣ ହବ, କେତେବେଳେ କଣ କରିବା। ଇଏ ଯୋଉ ସାଧାରଣ ଲୋକ, ଆମେ ତମେ ଭଳିଆ ଲୋକ, ଆମେ ଘରେ ଖାଉଛେ, ଲୋଭ ମୋହ ମାୟା ମଦ ମାଶ୍ଚର୍ଯ୍ୟ ଭିତରେ ଆମେ ଯୋଉ ବୁଡି ରହିଛେ, ତା ଭିତରେ ଆମେ ରହିବା ପରେ ଆମେ ଯୋଉ ପ୍ରେଡିକ୍ସନ କରୁଛେ, ଭବିଷ୍ୟବାଣୀ କହୁଛେ, ସେ କେମିତି ସତ ହବ? ଲେଖିଛିନି, ଲେଖା ଯନ୍ତ୍ର ମାନ ଓଲଟି ପଡିବ, ପଢା ଜ୍ଞାନୀ ହେବେ ବଣା। ଏଇ ଯୋଉ ଜ୍ଞାନୀ ସବୁ କହୁଛନ୍ତି, ପଢା ଜ୍ଞାନୀ ବଣା, ଏ ଜିନିଷର କିଛି ମୂଲ୍ୟ ନାହିଁ। ଲେଖା ହେଇଛି, ପଢିଦେଲେ। ସେ ଯୋଉ ଯନ୍ତ୍ରରେ ଲେଖା ହେଇଛି, ସେ ଓଲଟି ପଡିବ, ଯାହା କହିଥିବ ସେ ହବନି। ତାହେଲେ ତମେ କଣ ତାକୁ ଲେଖିଛ ନା, ତମେ କଣ ଜାଣିଛ ନା, ତମେ କଣ କରୁଛ? ତମେ ପଢି ଦେଇଛ, କହିଦଉଛ। ତମେ ପଢିଛ, ମୁଁ ପଢିଛି, ସିଏ ପଢିଛି, ଏମିତି ସଂସାରରେ କେତେ ଲୋକ ପଢିଛନ୍ତି। ତମେ କିଛି ପଢିକି ମନେ ରଖିଦେଇଛ, ତମେ ବାସେ ଲୋକଙ୍କୁ କହିଦଉଛ। ଆ ଦ୍ଵାରା କଣ ଅଛି? କିଛି ଲାଭ ଅଛି କି? କିଛି ଲାଭ ନାହିଁ। ତାହେଲେ ଏ ଜିନିଷ ଯୋଉ ଗୋଟେ ଲଙ୍ଗ ଟାଇମ ହେଲା ଚାଲିଛି, ଏଇ ୟୁଟ୍ୟୁବରେ ଏତେ ମାନେ ଲୋକ ଜାଣିନଥିଲେ ତା ବାବଦରେ। ଏଇ ମାଳିକା ଆଉ ଇଏ ଯୋଉ ଜିନିଷ ହେଲାରୁ, ଏଇ ଯୋଉଗୁଡାକ ପ୍ରଚାର କରିବାରୁ ୟାର ବି ଇଏ ଫେମସ ହେଇଗଲାଣି। ତେଣୁ ଆସ୍ତେ ଆସ୍ତେ ଲୋକ ଦେଖିକିରି ବି ତାକୁ ଆଉ ବି ଘୃଣା କଲେଣି, କହିଲେ ହେ ଇଏ କଥା କଣ ଶୁଣିକି 25 ବର୍ଷ ହେଲାଣି ଶୁଣୁଛୁ, ଯାହା ଯେତେବେଳେ ହବ ହବ, ଇଏ କଣ କହିବ, ଯିଏ କହୁ ତାକୁ ଗୋଟେ ହୟ ଜ୍ଞାନ କରୁଛନ୍ତି ଲୋକ।
ଦେଖନ୍ତୁ ଏଇଟା ଏଇଟା ସତ୍ୟ ଯେ ଆମେ କାହାରି କଥାକୁ ହେଗାମି ମଧ୍ୟ କରିବା କଥା ନୁହେଁ, କାହିଁକି ନା ଜଣେ ପ୍ରଭୁଙ୍କର ବାକ୍ୟ ବା ପ୍ରଭୁଙ୍କର ବାଣୀକୁ ଯେତେବେଳେ ସେ କହୁଛି ତାକୁ ହେଜ୍ଞାନ କରିବା ଉଚିତ ନୁହେଁ, କିନ୍ତୁ ଇଏ ଯୋଉ ମିଛ ପ୍ରଚାର କରୁଛନ୍ତି ତା ମଧ୍ୟ କରିବା ଆବଶ୍ୟକ ନୁହେଁ। ପ୍ରଭୁଙ୍କ ବାଣୀ କି ପ୍ରଭୁଙ୍କ ନାଁକୁ ଯୋଉଠି ପ୍ରଭୁଙ୍କ ନାଁ ଅଛି ସେ କହିଲେ କଥା ଚାରିଟା, ହରି କଥା, କରି କଥା, ଭାତ ଲୁଗା ଚାରି କଥା। ତେଣୁ ତା ଭିତରେ ହରି କଥା ଶୁଣିବ, ସବୁବେଳେ ହରି କଥା ଉପରେ ତମ ମନ ଥବ, ନିଜର ଯେତିକି କର୍ମ କରିବା କଥା ସେତିକି କରୁଥବ, ଗଣ୍ଡା ଖାଇବ ଖଣ୍ଡେ ପିନ୍ଧିବ, ସାଧାରଣ ସିମ୍ପଲ ମାନେ ଜୀବନ ଯାପନ କରିବା ପାଇଁ ଏ ଚାରୋଟି ଜିନିଷ ନିହାତି ଦରକାର। ତେଣୁ ଆମେ ହରି କଥାକୁ କେବେ ନିନ୍ଦା କରିବାର ଆମର ସେ ସସାହସ ନାହିଁ କି ସେ ଶକ୍ତି ନାହିଁ କି ଆମେ କିଏ। ତେଣୁ ଆମ କହିବା କଥା ସେଇ ଯୋଉ ହରିଙ୍କ ନାଁକୁ ଆଗରେ ରଖି ଆଉ ଯୋଉ କରି କାମ ଯୋଉଗୁଡାକ ସବୁ କରୁଛ, ସବୁ ଆଳୁ ସାଳୁ ମିଛ ସତ ନଗେଇକି ଲୋକଙ୍କୁ କହୁଛ, ଲୋକଙ୍କ ବିଶ୍ୱାସ ତ ପ୍ରଭୁଙ୍କର, ମହାପୁରୁଷଙ୍କୁ ବିଶ୍ୱାସ। ଆଜ୍ଞା। ମହାପୁରୁଷ ଲେଖିଥିବେ, ଲୋକ କଣ ପଢିଛନ୍ତି ସବୁ ମହାପୁରୁଷ କଣ ଲେଖିଛନ୍ତି ନ ଲେଖିଛନ୍ତି? 184,000 ଗ୍ରନ୍ଥ କହିଦେଲେ ତମେ ବାସ୍ କହୁଛ ଆମେ ଶୁଣୁଛୁ, ଆମେ ଶୁଣିଲୁ, ଆରେ ଇଏ ବାବା ଏଇଆ କହୁଛନ୍ତି, ଆରେ ହବ ଆଉ। ଆରେ ଯେତେବେଳେ ସେ ଜିନିଷ ନ ହଉଛି ଆମ ମନରେ ଆସେ, ଆରେ ସେ ବାବା କଣ ଏମିତି କହୁଥିଲେ, ଏରା ଭଣ୍ଡ ଗୁରାକ ଆଉ, ଏରା ଲୋକଙ୍କୁ ଖାଲି ଏମିତି ଗୋଟା ମାନେ ଧୂଆଁ ବୁଲେଇବା କଥା ମୁହଁ ଆଉ। ବୁଲେଇଲା ଭଳିଆ କଥା କହିକିରି ଖାଲି ଗୋଟାଏ ଭୟ ସୃଷ୍ଟି କରୁଛନ୍ତି ଲୋକଙ୍କ ମନରେ। ଆଉ ଇଏ କଣ କଥା? ସେ କଥା ନୁହଁ। ସବୁବେଳେ ଗୋଟିଏ କଥା ମୋର କହିବାର ଅଛି, ଯୋଉମାନେ ଏ ବାବଦରେ ଲୋକଙ୍କୁ ସଚେତନ କରୁଛନ୍ତି ସେମାନେ ସବୁବେଳେ ଲୋକଙ୍କୁ ବୁଝାନ୍ତୁ, ଆରେ ବାବୁ ସତ୍ୟ ପଥରେ ଚାଲ, ନ୍ୟାୟ ପଥରେ ରୁହ, ଧର୍ମ ପଥରେ ରୁହ, ଏ ସବୁ ଜିନିଷକୁ ତମେ ପାଳନ କର, ନିଜର କ୍ରିୟା କର୍ମ ଠିକ ରଖ, ନିଜର ଆଚାର ବ୍ୟବହାର ଖାଦ୍ୟପେୟ ଏସବୁ ଜିନିଷକୁ ଠିକ ରଖ, ଏସବୁ କରିକିରି ତମେ ପରିବର୍ତ୍ତନ ଆଣ ସଂସାରରେ। ଆଉ ଇଏ ଯୋଉ ଆଜି ଭାଙ୍ଗିଯିବ, କାଲି ବାତ୍ୟା ହେଇଯିବ, ସେ ବନ୍ୟା ହେଇଯିବ, ମରୁଡି ହେଇଯିବ, ମରିଯିବେ, ବେମାରୀ ଆସିଯିବ, ଖାଇଯିବ, ଇଏ ସବୁ, ଆରେ ମଣିଷ ଜନ୍ମ ହେଇଛି ଦିନେ ମରିବ ବି ଦିନେ, ସତ୍ୟ ନ ମରିବ ବୋଲି କଥା ନାହିଁ। ତେଣୁ ଗୋଟାଏ କଥା, ଜନ୍ମ ସତ୍ୟ ମୃତ୍ୟୁ ସତ୍ୟ।